ପିଲାମାନେ ଗଳ୍ପ କଥନ ପାର୍ଟ 2 କୁ ଆପଣମାନଙ୍କୁ ସ୍ୱାଗତ। ଆଚ୍ଛା ପିଲାମାନେ, ପ୍ରଥମ ଗପଟି କେମିତି ଲାଗିଥିଲା? ବହୁତ ଭଲ ଲାଗିଥିଲା ନା? ବର୍ତ୍ତମାନ ଆଜି ଦ୍ୱିତୀୟ ଗପଟି ଆରମ୍ଭ କରିବା। ଗପଟିର ନାମ ହେଉଛି ଭଲ ମଣିଷ। ତୁମେମାନେ ଜାଣିପାରୁଥିବ ଟାଇଟେଲରୁ ଭଲ ମଣିଷ କ'ଣ, ଭଲ ମଣିଷ କାହାକୁ କୁହନ୍ତି। ବର୍ତ୍ତମାନ ସେହି ବିଷୟରେ ଆଉ ଏକ ଜ୍ୱଳନ୍ତ ଉଦାହରଣଟି ଦେଖିବା। ଗୋଟିଏ ଗାଁରେ ଜଣେ ବ୍ରାହ୍ମଣ ବ୍ୟକ୍ତି ନିଜର ପ୍ରଭୁତ୍ୱ ବିସ୍ତାର କରି ଏକ ବ୍ୟକ୍ତିକୁ ଗାଁରୁ ବିତାଡ଼ିତ କରିଥିଲା ଏବଂ ତାଙ୍କ ଘରେ ସେ ନିଜର ପ୍ରଭୁତ୍ୱ ଜାହିର କରିଥିଲା ଏବଂ ତାଙ୍କ ଘରେ ସେ ହିଁ ରହୁଥିଲା। ବିଚରା ଲୋକଟି ଉପାୟ ଶୂନ୍ୟ ହୋଇ ଗାଁର ଶେଷ ମୁଣ୍ଡରେ ଥିବା ପାହାଡ଼ ପାଖରେ ଏକ ଝାଟିମାଟି କୁଡ଼ିଆ ଘର କରି ରହିଲା। ସେ ମନେ ମନେ ଭାବୁଥାଏ, ଭଗବାନ ଏତେ ଅନ୍ୟାୟ କେମିତି କଲେ। ସେ ଏଇ କଥା ଭାବି ଭାବି ସେ ପାହାଡ଼ ପାଖରେ ଥିବା ଗୋଟିଏ ସାଧୁଙ୍କ ନିକଟକୁ ଗଲେ। ସାଧୁଙ୍କୁ ନିଜର ଦୁଃଖ ଦୁର୍ଦ୍ଦଶା ଜଣାଇଲେ। ସାଧୁ କହିଲେ, ଭଗବାନଙ୍କ ନିକଟରେ ଏକ ତରାଜୁ ଅଛି। ସେ ତରାଜୁର ଗୋଟିଏ ପାର୍ଶ୍ୱ ତୁମେ ଦେଖିଲ। ଯେତେବେଳେ ଅନ୍ୟ ପାର୍ଶ୍ୱଟି ଆସିବ, ସେହି ପରିସ୍ଥିତିରେ ତୁମେ କ'ଣ କରୁଛ ତାହା ହିଁ ତୁମର ଭାଗ୍ୟ ନିର୍ଦ୍ଧାରଣ କରିବ। ଏଇ କଥାଟି ବ୍ୟକ୍ତିଟି କିଛି ବୁଝିପାରିଲାନି। ତଥାପି ମନ ଭିତରେ ସାଧୁଙ୍କର ବାଣୀଟି ମନେ ରଖି ସେ କାଳତିପାତ କଲା। ହଠାତ୍ ଦିନେ ସେ ଗାଁରେ ଝଡ଼ି ବର୍ଷା ହେଲା। ଗାଁର ସବୁ ଲୋକ ପ୍ରାଣ ବିକଳରେ ଦୌଡ଼ା ଦୌଡ଼ି କରି ଯିଏ ଯୁଆଡ଼େ ଧାଇଁଲେ। ଯୋଗକୁ ସେହି ବ୍ରାହ୍ମଣ ବ୍ୟକ୍ତିଟି ଯିଏ ତାକୁ ବିତାଡ଼ିତ କରିଥିଲା, ସେହି ବ୍ୟକ୍ତିଟି ତା'ର ନିଜ ଝିଅକୁ ଧରି ରାତିରେ ସେ ବ୍ୟକ୍ତିଙ୍କ ଘରକୁ ଆସି ଆଶ୍ରୟ ମାଗିଲା। ସେହି ପରିସ୍ଥିତିରେ ସେ ବ୍ୟକ୍ତିଟି ସାଧୁଙ୍କ କଥା ମନେ ପକାଇଲା। କହିଲା, ତରାଜୁର ଅପର ପାର୍ଶ୍ୱଟିରେ ଆସିଲେ ସେହି ସୁଯୋଗରେ ମୁଁ କ'ଣ କରିବା ଉଚିତ। ସେ ମନେ ମନେ ସେ ଚାହିଁଥିଲେ ସେ ବ୍ୟକ୍ତିକୁ ଘର ଭିତରକୁ ପ୍ରବେଶ କରାଇ ପାରିନଥାନ୍ତା, କିନ୍ତୁ ତା ମନ ଭିତରେ ଏକ ସୁଗୁଣ ବା ଭଲ ଗୁଣ ଥିଲା। ସେଥିପାଇଁ ସେ ବାଧ୍ୟ ହୋଇ କବାଟ ଖୋଲିଲେ ଏବଂ ବ୍ରାହ୍ମଣ ବାପ ଝିଅକୁ ଘରେ ଆଶ୍ରୟ ଦେଲା। ସେ ବ୍ରାହ୍ମଣ ବ୍ୟକ୍ତିଟି ନିଜର ସବୁ ଭୁଲ ବୁଝିପାରିଥିଲା ଏବଂ ଜବତ କରିଥିବା ସେ ବ୍ୟକ୍ତିଟିର ସମସ୍ତ ସମ୍ପତ୍ତି ପୁଣି ଥରେ ତାକୁ ଫେରସ୍ତ କରିଥିଲା। ଏଥର ପିଲାମାନେ ଜାଣିଲ ଭଲ ମଣିଷ କାହାକୁ କହନ୍ତି। ଯଦି ଯିଏ ତୁମର କ୍ଷତି କରେ ମଧ୍ୟ ତୁମେ ମଧ୍ୟ ଯଦି ତା'ର ଭଲ ଚିନ୍ତା କର, ତୁମେ ତାହେଲେ ପ୍ରକୃତିରେ ଶ୍ରେଷ୍ଠ ମଣିଷ ବା ଭଲ ମଣିଷ। ଅର୍ଥ ଶତ୍ରୁର ମଙ୍ଗଳ କାମନା କରିପାରୁଥିବା ମଣିଷ ହିଁ ପ୍ରକୃତିରେ ଭଲ ମଣିଷ।